प्रति खबर ओडिशार लोकंकु बड़ भेटी देले प्रधानमंत्री नरेंद्र मोदी बन्या परिस्थितिर मुकाबिला करिबा पई ओडिशा को 500 कोटी टंका प्रदान करिसंती प्रधानमंत्री नरेंद्र मोदी। प्रति खबर मुख्यमंत्री मोहन माझी आज मालकानगिरी जिला गस्तरे जिबे। मालकानगिरी रे 27 कोटी टंकार विभिन्न प्रकल्पर लोकार्पण और भित्ति प्रस्तर स्थापना करिबे। सेहीपरि महिला मानकु करिबे संबोधन। प्रति खबर ओडिशार चाषी को बड़ भेटी देले मुख्यमंत्री मोहन चरण माझी। कृषि जंत्रपाति योजना आउ 5 वर्ष बढ़िला, जहा द्वारा ओडिशार 4 लाख चाषी को कम टंकारे ट्रैक्टर पावर टिलर ठू आरंभ करी कृषि जंत्रपाति जोगाई देबे सरकार। चाषींकर आय हब 2 गुणित। प्रति खबर बन्या और युद्ध पाई ओडिशार लोकंकु लागिबो बड़ झटका। ओडिशा रे पुणी महंगा हब टूथपेस्ट साबुन सामग्री। से बड़े युद्ध पाई भारत को आसी पारुनी टूथपेस्ट और साबुन सामग्री। तेणु भारत रे एही सबु सामग्री गुड़िक 2 रु 10 टंका पर्यंत महंगा हब। प्रति खबर प्रधानमंत्री नरेंद्र मोदी ओडिशार लोकंकु देले बड़ खुशी खबर। गोटिए दिन रे ओडिशार 50,000 रु अधिक लोकंकु सोलार मेसिन जोगाइचंती केंद्र सरकार, जहा द्वारा ओडिशार लोक माने मागणा बिजुली पाइबे। प्रति खबर आसुची आउ गोटिए घूर्णिबलय 10 तारिख रे लघुचाप क्षेत्र सृष्टि हब। 7 तारिख रु प्रबल रु अति प्रबल वर्षा हब। से बड़े आज पुरी खोर्धा नयागढ़ कटक कोरापुट मालकानगिरी रायगड़ा गंजाम गजपति कंधमाल जिले में प्रबल रु अति प्रबल वर्षा हब। सेहीपरि बौद्ध अनुगुल ढेंकानाल केन्द्रापड़ा जाजपुर जगतसिंहपुर भद्रक बालेश्वर केन्दुझर मयूरभंज जिले में स्वल्परु मध्यम धरणर वर्षा हब। प्रति खबर प्रधानमंत्री नरेंद्र मोदी देशर युवपीढ़ी को कले संबोधन। कहिले निशा मुक्त हब भारत। से बड़े वीडियो कॉन्फ्रेंस माध्यम विकसित भारत संकल्प अभियान पाई निशा मुक्त युव कार्यक्रम को संबोधन करिसंती नरेंद्र मोदी। कहिसंती देश रे अवैध भावे विक्रय करा जाउथिबा मद दुकान सबु बंद रहिबो। देसी मद बंद हब, जहा द्वारा युवपीढ़ी माने आगुकु बढ़िबे। प्रति खबर ओडिशा रे जीएसटी आईन 2017
ଅତି ଖବର ଓଡ଼ିଶାକୁ ଟଳିଲା ବଡ଼ ବିପଦ ଦ୍ରୁତ ଗତିରେ ଖସୁଛି ମହାନଦୀର ଜଳସ୍ତର ଆଉ ଆସିବନି ଓଡ଼ିଶାକୁ ବନ୍ୟା ବଡ଼ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପରବର୍ତ୍ତୀ ଖବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶ ଗସ୍ତରେ ଯିବେ। ଉତ୍ତରପ୍ରଦେଶରେ 47,000 କୋଟି ଟଙ୍କାର ରାସ୍ତା ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ପରବର୍ତ୍ତୀ ଖବର ବନ୍ୟାରେ ଓଡ଼ିଶାର ଯେଉଁ ଚାଷୀଙ୍କର ଘର ଭାଙ୍ଗି ଯାଇଛି ସେମାନଙ୍କୁ ବଡ଼ ଭେଟି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୁନର୍ବାସ ସହାୟତା ଯୋଗାଇ ଦେବା ପାଇଁ ଓଡ଼ିଶା ସରକାରଙ୍କୁ 2,117 କୋଟି 85 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ସେଭଳି ବନ୍ୟା ପାଇଁ ଯେଉଁ ଲୋକମାନଙ୍କର ସାମାନ୍ୟ ଘର ଭାଙ୍ଗିଛି ଘରର ମରାମତି କରିବା ପାଇଁ ଓଡ଼ିଶା ସରକାର 3,000 ଟଙ୍କା ପ୍ରଦାନ କରିବେ। ସେହିପରି ଯେଉଁମାନଙ୍କର ସମ୍ପୂର୍ଣ୍ଣ ଘର ଭାଙ୍ଗି ଯାଇଛି ସେମାନଙ୍କୁ ଆବାସ ଯୋଜନାରେ ମାଗଣା ଘର ଯୋଗାଇ ଦେବେ ବୋଲି କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। ପରବର୍ତ୍ତୀ ଖବର ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ବଡ଼ ଘୋଷଣା। ଏହି ଚାଷୀଙ୍କୁ ମିଳିବ ଏବେ 30,000 ଟଙ୍କା। କାରଣ ଜନଜାତି ମିଶନ 2.0 କୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେଭଳି ମୁଖ୍ୟମନ୍ତ୍ରୀ ଜନଜାତି ମିଶନ 2.0 ପାଇଁ ସରକାର 2995 କୋଟି ଟଙ୍କା ଖର୍ଚ୍ଚ କରିବେ, ଯାହାଦ୍ୱାରା ଓଡ଼ିଶାର 8 ଲକ୍ଷ ଆଦିବାସୀ ପରିବାରକୁ ମିଳିବ 30,000 ଟଙ୍କାର ସହାୟତା।
ପରବର୍ତ୍ତୀ ଖବର ଡବଲ ଇଞ୍ଜିନ ସରକାରର ଡବଲ ବିକାଶ ଉପରେ ପ୍ରଶ୍ନ ଉଠାଇଲେ ସାଧାରଣ ଜନତା। ଗାଁକୁ ନାହିଁ ପକ୍କା ରାସ୍ତା, ଖଟିଆରେ ବୁହା ହେଉଛନ୍ତି ଗର୍ଭବତୀ ମହିଳା। ଛାତ୍ରଛାତ୍ରୀମାନେ ଯାଇପାରୁନାହାନ୍ତି ସ୍କୁଲ କିମ୍ବା ଅଙ୍ଗନବାଡି। ସାମାନ୍ୟ ବର୍ଷାରେ ରାସ୍ତାର ଅବସ୍ଥା ବେହାଲ। ଗୋଟିଏ ପଟେ କଂଗ୍ରେସ ଶାସନରେ ଓଡ଼ିଶାର ରାସ୍ତା ଦୟନୀୟ ଅବସ୍ଥାରେ ଥିଲା। ବିଜେଡି ଶାସନରେ କିଛିଟା ସୁଧାରିଥିଲେ ମଧ୍ୟ ବିଜେଡିର ମୁଷ୍ଟିମେୟ ଲୋକ ଓ ଗ୍ରାମାଞ୍ଚଳର କୁଜିନେତାମାନେ ଟଙ୍କା ହରିଲୁଟ କରିବାରେ ସବୁଠୁ ଆଗରେ ଥିଲେ। ଏବେ ବିଜେପି ସରକାର ମଧ୍ୟ ସେହି ପନ୍ଥା ଆପଣାଇଛି। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ବିଭିନ୍ନ ରାସ୍ତା କାମ ପାଇଁ ଟେଣ୍ଡର ଆସୁଛି। ଏହି ଟଙ୍କାକୁ ହରିଲୁଟ କରୁଛନ୍ତି ଗ୍ରାମାଞ୍ଚଳର ମୁଷ୍ଟିମେୟ ଲୋକ। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗ୍ରାମାଞ୍ଚଳରେ ପକ୍କା ରାସ୍ତା କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି, କିନ୍ତୁ ଏବେ ରାସ୍ତା ନିର୍ମାଣ ହୋଇପାରୁନି। ବିନା ଫଳକରେ ବିଜେଡି ସରକାର ଯେଭଳି ଲୁଟ କରୁଥିଲା, ବିଜେପି ସରକାର ଏବେ ଖୋଲାଖୋଲି ଭାବେ ଲୁଟ କରୁଛି। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ। ମାଲକାନଗିରି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳକୁ ନାହିଁ ପକ୍କା ରାସ୍ତା। ବର୍ଷା ହେଲେ ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଉଛନ୍ତି ଗର୍ଭବତୀ ମହିଳା। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କୋଠାରା ପଞ୍ଚାୟତରେ ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିଛି। ବନ୍ୟା ପାଣିରେ କ୍ଷତିଗ୍ରସ୍ତ ହୋଇଥିବା ଘରକୁ ମାଟି ଓ କାଦୁଅ ମଧ୍ୟରେ ଠିଆ ହୋଇ ନିଜେ ସଜାଡୁଛନ୍ତି ଅସହାୟ ପରିବାର। ଅନ୍ୟପଟେ ଭଦ୍ରକରେ ବନ୍ୟା ପାଇଁ ଚାଳ ଛପର ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି, ଆଜବେଷ୍ଟ ଘର ଲୁଟି ଯାଇଛି। ଅନ୍ୟପଟେ ଭଦ୍ରକ ଜିଲ୍ଲାରେ ବନ୍ୟା ପାଇଁ ଲୋକମାନଙ୍କର ଘର ଭାଙ୍ଗି ଯାଇଥିବା ବେଳେ କେବେ ସେମାନଙ୍କୁ ମିଳିବ ପକ୍କା ଘର, କେମିତି କଟିବ ଦିନ, ସେ ନେଇ ମୌନି ମୌନି କାନ୍ଦୁଛନ୍ତି ଗ୍ରାମବାସୀ। ପରବର୍ତ୍ତୀ ଖବର, ଖସୁଛି ସବୁ ନଦୀର ଜଳସ୍ତର, କିନ୍ତୁ ପାଣି ଘେରରେ ଏବେ ବି ତଳିଆ ଅଞ୍ଚଳ ଲୋକ। ସବୁ ଉଜାଡ଼ି ଦେଇଛି ବନ୍ୟା। ପାଣିରେ ଭାସି ଯାଇଛି ଖାଦ୍ୟ ପଦାର୍ଥ, ଆସବାବପତ୍ର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ଚାରିଆଡେ ହାହାକାର ସ୍ଥିତି। ଅନେକ ସ୍ଥାନରେ ଏବେ ବି ପହଞ୍ଚି ପାରିନି ପ୍ରଶାସନ। ଏଯାଏ କିଛି ବି ସହାୟତା ମିଳିନଥିବାର ଅଭିଯୋଗ ଆସିଛି। ବିଶେଷ କରି ଯାଜପୁର, ଭଦ୍ରକ, ବାଲେଶ୍ୱର ଆଉ କେନ୍ଦ୍ରାପଡ଼ା ଜିଲ୍ଲାର ଦୁଃଖ ବଢି ଯାଇଛି। ନଈ ଛିଡ଼ିବା ସହ ବିପନ୍ନଙ୍କ ଦୁର୍ଦ୍ଦଶା ବଢିଛି। କେଉଁଠି ପାଣି ମିଳିନି, ଲୋକେ କେଉଁଠି ଘରକୁ ଫେରି ନାହାନ୍ତି। ଅନ୍ୟପଟେ ବନ୍ୟା ଘେରରେ ଏବେ ବି ଅନେକ ଗ୍ରାମାଞ୍ଚଳବାସୀ ରହିଛନ୍ତି।